नमस्कार वोकेशनल ओडिशा को आपण समस्तंकु बहुत बहुत स्वागत। अच्छा केबे भाबिछन्ते कि ई कमर्स साइट गुड़िक केमिति आम ऑर्डर को एते सठिक भावे ट्रैक करंती? एहार रहस्य कौन? वेल एहा पछरे लुचि रहिछि डाटाबेस टेबल गुड़िक मध्यरे थिबा एक शक्तिशाली संपर्क। तेबे आजि आमे सेही कला विषय जानिबा जहा डाटा को केवल सुसंगठित करे नाही बरं ताकू बहुत बुद्धिमान मध्य करिथाए। ଜାଣିଛନ୍ତି ଏହି କୌଶଳଟି କେବଳ ଟେକ୍ନିକାଲ ନୁହେଁ, ଏହା ହେଉଛି ଡାଟାକୁ ଦକ୍ଷତାର ସହ ପରିଚାଳନା କରିବାର ଏକଦମ ମୂଳଧୁଆ। ଏହାକୁ ଥରେ ଶିଖିଗଲେ ଡାଟାବେସ୍କୁ ଦେଖିବାର ଦୃଷ୍ଟିକୋଣ ହିଁ ବଦଳିଯିବ। ତେବେ ଚାଲନ୍ତୁ ଆଉ ଡେରି ନ କରି ଏହି ଆକର୍ଷଣୀୟ ଆଲୋଚନାକୁ ଆଗକୁ ନେବା। ଆଜିର ଆଲୋଚନା ପାଇଁ ଆମ ପାଖରେ ଗୋଟିଏ ସ୍ପଷ୍ଟ ରୋଡମ୍ୟାପ୍ ଅଛି। ପ୍ରଥମେ ଆମେ ବୁଝିବା ଯେ ଡାଟାକୁ ସଂଯୋଗ କରିବାର ଆବଶ୍ୟକତା କାହିଁକି ପଡ଼େ। ତାପରେ ସମ୍ପର୍କର ମୂଳଦୁଆ ଆଉ ତାର ତିନୋଟି ପ୍ରକାର ବିଷୟରେ ଜାଣିବା। ଏହାପରେ ଡାଟାର ସୁରକ୍ଷା କବଚ ଏବଂ ଏହାର ମୁଖ୍ୟ ଲାଭଗୁଡ଼ିକୁ ଦେଖିବା। ଆଉ ଶେଷରେ ଏହାର ବାସ୍ତବ ପ୍ରୟୋଗ ବିଷୟରେ ଆଲୋଚନା କରିବା। ଠିକ୍ ଅଛି, ତେବେ ଚାଲନ୍ତୁ ଆମର ଯାତ୍ରା ଆରମ୍ଭ କରିବା। ଦେଖନ୍ତୁ, ସମ୍ପର୍କର ଶକ୍ତିକୁ ବୁଝିବା ପୂର୍ବରୁ ଆମକୁ ଜାଣିବାକୁ ପଡ଼ିବ ଯେ ଯେତେବେଳେ ଡାଟା ଏକାକୀ ଆଉ ବିଚ୍ଛିନ୍ନ ହୋଇ ରହିଥାଏ ସେତେବେଳେ କେତେ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଆସନ୍ତୁ ଏକ ବହୁତ ସାଧାରଣ ଉଦାହରଣ ନେବା। ଆସନ୍ତୁ କଳ୍ପନା କରିବା ଗୋଟିଏ ସ୍କୁଲ କଥା। ସେଠି ଜଣେ ଛାତ୍ରର ତଥ୍ୟ ତିନୋଟି ଅଲଗା ଅଲଗା ଜାଗାରେ ରଖାଯାଇଛି। ଗୋଟିଏ ଆଡମିସନ୍ ଫାଇଲରେ, ଆଉ ଗୋଟିଏ ଲାଇବ୍ରେରୀ ରେଜିଷ୍ଟରରେ ଏବଂ ତୃତୀୟଟି ପରୀକ୍ଷା ଫାଇଲରେ। ଏବେ ଭାବନ୍ତୁ ତ, ଯଦି ସେହି ଛାତ୍ରଟି ନିଜ ଘର ବଦଳାଏ ତେବେ କ'ଣ ହେବ? କର୍ମଚାରୀଙ୍କୁ ସେହି ତିନୋଟି ଯାକ ଫାଇଲ ଖୋଜି ଖୋଜି ଠିକଣା ବଦଳାଇବାକୁ ପଡ଼ିବ। ଆଉ ଭୁଲରେ ଯଦି ଗୋଟିଏ ବି ଫାଇଲ ଛାଡ଼ି ଦିଆଗଲା, ବାସ୍ ସେଇଠୁ ହିଁ ଡାଟାରେ ଅସଙ୍ଗତି ସୃଷ୍ଟି ହେବ। ଏହାକୁ ହିଁ କୁହାଯାଏ ଡାଟା ବିଶୃଙ୍ଖଳା। ତେବେ ଏହି ସମସ୍ୟାର ସମାଧାନ କ'ଣ? ଦେଖନ୍ତୁ, ଗୋଟିଏ ପଟେ ଅଛି ଡାଟାର ବିଶୃଙ୍ଖଳା, ଯେଉଁଠି ତଥ୍ୟ ଏଠି ସେଠି ଛିନ୍ନଛତ୍ର ହୋଇ ରହିଥାଏ। ଆଉ ଅନ୍ୟପଟେ ଅଛି ଏହାର ଚମତ୍କାର ସମାଧାନ, ରିଲେସନାଲ ମଡେଲ। ଏହା ହେଉଛି ଏକ ସୁସଂଗଠିତ ସଂଯୁକ୍ତ ସିଷ୍ଟମ ଯାହା ଡାଟାକୁ କେବଳ ସଜାଡ଼େ ନାହିଁ ବରଂ ତାକୁ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ମଧ୍ୟ କରିଥାଏ। ତେବେ ପ୍ରଶ୍ନ ଉଠୁଛି, ଏହି ସ୍ମାର୍ଟ ସଂଯୋଗ ପଛରେ ଥିବା ଯାଦୁଟା ପ୍ରକୃତରେ କ'ଣ? ଚାଲନ୍ତୁ ଏବେ ଏହାର ମୂଳଦୁଆକୁ ଭଲ ଭାବରେ ବୁଝିବା, ମାନେ ସେହି ମୌଳିକ ଉପାଦାନଗୁଡ଼ିକ ବିଷୟରେ ଜାଣିବା ଯାହା ଏହି ସମ୍ପର୍କକୁ ସମ୍ଭବ କରିଥାଏ। ସମ୍ପର୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ପ୍ରାଇମାରୀ କି। ଏହା ମାଷ୍ଟର ଟେବଲର ସେହି ବିଶେଷ ଫିଲ୍ଡ ଯାହା ପ୍ରତ୍ୟେକ ରେକର୍ଡକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ, ଠିକ୍ ଯେମିତି ପ୍ରତ୍ୟେକ ଛାତ୍ରର ଗୋଟିଏ ୟୁନିକ୍ ରୋଲ୍ ନମ୍ବର ଥାଏ। ଏଠାରେ ମାଷ୍ଟର ଟେବଲର ଅର୍ଥ ହେଲା ମୁଖ୍ୟ ଟେବଲ, ଯେଉଁଠି ମୂଳ ତଥ୍ୟ ରହେ, ଯେମିତିକି ଛାତ୍ରମାନଙ୍କର ତାଲିକା। ଯଦି ପ୍ରାଇମେରୀ କି ଗୋଟିଏ ପରିଚୟ ପତ୍ର, ତେବେ ଫରେନ୍ କି ହେଉଛି ସେହି ସେତୁ ଯାହା ଦୁଇଟି ଟେବୁଲକୁ ଏକାଠି ଯୋଡ଼େ। ଏହା ଟ୍ରାଞ୍ଜାକ୍ସନ୍ ଟେବୁଲରେ ବ୍ୟବହାର ହୁଏ ଆଉ ସିଧାସଳଖ ମାଷ୍ଟର ଟେବୁଲର ପ୍ରାଇମେରୀ କିକୁ ଇଙ୍ଗିତ କରେ। ଏଠାରେ ଟ୍ରାଞ୍ଜାକ୍ସନ୍ ଟେବୁଲର ଅର୍ଥ ହେଉଛି ସେହି ଟେବୁଲ ଯେଉଁଠି ମାଷ୍ଟର ଟେବୁଲ ସହ ସମ୍ପର୍କିତ କାର୍ଯ୍ୟକଳାପ ରେକର୍ଡ ହୁଏ, ଯେମିତିକି ଲାଇବ୍ରେରୀରୁ କିଏ କେଉଁ ବହି ନେଲା। ଏହି ସେତୁ ମାଧ୍ୟମରେ ହିଁ ତଥ୍ୟର ଆଦାନ ପ୍ରଦାନ ସମ୍ଭବ ହୁଏ। ତେବେ ସମ୍ପର୍କ ସ୍ଥାପନ କରିବାର ପ୍ରକ୍ରିୟା ବହୁତ ସରଳ। ଦେଖନ୍ତୁ, ପ୍ରଥମେ ଉଭୟ ଟେବୁଲରେ ଥିବା ଗୋଟେ କମନ୍ ଫିଲ୍ଡକୁ ଚିହ୍ନଟ କରନ୍ତୁ, ଯେମିତିକି ରୋଲ୍ ନମ୍ବର। ତାପରେ ମାଷ୍ଟର ଟେବୁଲରେ ଏହାକୁ ପ୍ରାଇମେରୀ କି ଭାବେ ଘୋଷଣା କରନ୍ତୁ, ଆଉ ଟ୍ରାଞ୍ଜାକ୍ସନ୍ ଟେବୁଲରେ ସେହି ଫିଲ୍ଡକୁ ଫରେନ୍ କି ଭାବେ ବ୍ୟବହାର କରନ୍ତୁ। ବାସ୍ ଏତିକିରେ ହିଁ ଦୁଇଟି ଟେବୁଲ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ସ୍ଥାପିତ ହୋଇଗଲା। ଏବେ ଯେତେବେଳେ ଆମେ ମୂଳଦୁଆ ବିଷୟରେ ଜାଣିଗଲେ, ଚାଲନ୍ତୁ ଏବେ ସମ୍ପର୍କର ତିନୋଟି ମୁଖ୍ୟ ପ୍ରକାରଭେଦ ବିଷୟରେ ଜାଣିବା। ଏଗୁଡ଼ିକ ଟେବୁଲଗୁଡ଼ିକୁ ଭିନ୍ନ ଭିନ୍ନ ଉପାୟରେ ପରସ୍ପର ସହ ଯୋଡ଼ିଥାଏ। ପ୍ରଥମଟି ହେଉଛି ୱାନ୍ ଟୁ ୱାନ୍ ସମ୍ପର୍କ। ଏହାର ନାଁରୁ ହିଁ ଜଣାପଡ଼ୁଛି, ମାଷ୍ଟର ଟେବଲର ଗୋଟିଏ ରେକର୍ଡ ଟ୍ରାଞ୍ଜାକ୍ସନ୍ ଟେବଲର କେବଳ ଗୋଟିଏ ହିଁ ରେକର୍ଡ ସହିତ ସମ୍ପର୍କିତ ଥାଏ। ଉଦାହରଣ ସ୍ୱରୂପ, ଜଣେ ଛାତ୍ରର ଡିଟେଲ୍ସ ରେକର୍ଡ ତାର କେବଳ ଗୋଟିଏ ରେଜଲ୍ଟ ରେକର୍ଡ ସହିତ ହିଁ ଯୋଡ଼ି ହୋଇଥାଏ, ଏକାଧିକ ନୁହେଁ। ଦ୍ୱିତୀୟରେ ଆସୁଛି ୱାନ୍ ଟୁ ମେନି ସମ୍ପର୍କ। ଏହା ଡାଟାବେସ୍ ଜଗତରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସମ୍ପର୍କ। ଏଥିରେ ମାଷ୍ଟର ଟେବୁଲର ଗୋଟିଏ ରେକର୍ଡ ଟ୍ରାଞ୍ଜାକ୍ସନ୍ ଟେବୁଲର ଅନେକ ରେକର୍ଡ ସହିତ ସମ୍ପର୍କିତ ହୋଇପାରେ। ଉଦାହରଣ ପାଇଁ, ଜଣେ ଶିକ୍ଷକଙ୍କ ରେକର୍ଡ ତାଙ୍କ ଦ୍ୱାରା ପଢ଼ାଯାଉଥିବା ଅନେକ ଛାତ୍ରଙ୍କ ରେକର୍ଡ ସହିତ ଯୋଡ଼ି ହୋଇଥାଏ। ଆଉ ତୃତୀୟଟି ହେଉଛି ମେନି ଟୁ ମେନି ସମ୍ପର୍କ। ଏଠାରେ ଗୋଟିଏ ଟେବୁଲର ଏକାଧିକ ରେକର୍ଡ ଅନ୍ୟ ଟେବୁଲର ଏକାଧିକ ରେକର୍ଡ ସହିତ ଯୋଡ଼ି ହୋଇପାରନ୍ତି। ଉଦାହରଣ ସ୍ୱରୂପ, ଅନେକ ଶିକ୍ଷକଙ୍କୁ ଅନେକ ଦାୟିତ୍ୱ ଦିଆଯାଇପାରେ, ଯେମିତିକି ପରୀକ୍ଷା ବା ଖେଳ। ସେହିପରି ଗୋଟିଏ ଦାୟିତ୍ୱ ମଧ୍ୟ ଅନେକ ଶିକ୍ଷକଙ୍କୁ ଦିଆଯାଇପାରେ। ଠିକ୍ ଅଛି,
ଏବେ ଚଲନ୍ତୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରକୁ ଯିବା। ଏହା ହେଉଛି ସେହି ସୁବର୍ଣ୍ଣ ନିୟମ ଯାହା ଆମ ଡେଟାକୁ ସୁରକ୍ଷିତ ଏବଂ ବିଶ୍ୱସନୀୟ କରି ରଖେ। ଏହି ନିୟମର ନାଁ ହେଉଛି ରେଫରେନ୍ସିଆଲ୍ ଇଣ୍ଟିଗ୍ରିଟି। ଏହି ନିୟମର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଅନାଥ ରେକର୍ଡକୁ ସୃଷ୍ଟି ହେବାକୁ ନ ଦେବା। ଏହାକୁ ଆମେ ବାପା ମା ଆଉ ସନ୍ତାନର ସମ୍ପର୍କ ସହିତ ତୁଳନା କରିପାରିବା। ଯେପରି ବାପା ମାଙ୍କ ବିନା ସନ୍ତାନର ଅସ୍ତିତ୍ୱ ନଥାଏ, ଠିକ୍ ସେହିପରି ମାଷ୍ଟର ଟେବୁଲରେ ରେକର୍ଡ ନଥାଇ ତା ସହ ସମ୍ପର୍କିତ ରେକର୍ଡ କୌଣସି ଅନ୍ୟ ଟେବୁଲରେ ରହିପାରିବ ନାହିଁ। ତେବେ ଏହି ନିୟମ କାମ କରେ କେମିତି? ଏହା ଏକ ସୁରକ୍ଷା କବଚ ଭଳି କାମ କରେ, ଯାହା ଭୁଲ ଡାଟା ଏଣ୍ଟ୍ରିକୁ ଆପେ ଆପେ ଅଟକାଇ ଦିଏ। ଧରନ୍ତୁ, ଯଦି 1001 ଆଡମିସନ୍ ନମ୍ବରର କୌଣସି ଛାତ୍ର ମାଷ୍ଟର ଟେବୁଲରେ ନାହିଁ, ତେବେ ସିଷ୍ଟମ କେବେ ବି ରେଜଲ୍ଟ ଟେବୁଲରେ ସେହି ନମ୍ବର ପାଇଁ କୌଣସି ଫଳାଫଳ ଯୋଡ଼ିବାକୁ ଦେବ ନାହିଁ। ଏହାଦ୍ୱାରା ଡାଟା ସବୁବେଳେ ସଠିକ୍ ରହେ। ଆଉ ମଜା କଥା ହେଉଛି, ଲିବ୍ରେଅଫିସ୍ ବେସ୍ ଭଳି ସଫ୍ଟୱେର୍ରେ ଆମେ ଏହି ନିୟମକୁ ନିଜ ଇଚ୍ଛାରେ କଣ୍ଟ୍ରୋଲ କରିପାରିବା। ଆମ ପାଖରେ ସାଧାରଣତଃ 4ଟା ଅପସନ୍ ଥାଏ। ପ୍ରଥମଟା ହେଲା ନୋ ଆକ୍ସନ୍, ଯାହାକି ମାଷ୍ଟର ରେକର୍ଡରେ କୌଣସି ପରିବର୍ତ୍ତନକୁ ସିଧାସଳଖ ଅଟକାଇ ଦିଏ। ଦ୍ୱିତୀୟରେ ଅଛି ଅପଡେଟ୍ କ୍ୟାସ୍କେଡ୍। ଏଇଟା ବହୁତ ସ୍ମାର୍ଟ। ମାଷ୍ଟର ଟେବୁଲରେ କିଛି ବଦଳିଲେ ସବୁ ସମ୍ପର୍କିତ ଟେବୁଲରେ ତାହା ଅଟୋମେଟିକ୍ ଅପଡେଟ୍ ହୋଇଯିବ। ତାପରେ ଆସେ ସେଟ୍ ନଲ୍। ଯଦି ମାଷ୍ଟର ରେକର୍ଡ ଡିଲିଟ୍ ହୁଏ, ତେବେ ସମ୍ପର୍କିତ ଫିଲ୍ଡଗୁଡ଼ିକ ଖାଲି ବା ନଲ୍ ହୋଇଯିବ। ଆଉ ଶେଷରେ ସେଟ୍ ଡିଫଲ୍ଟ, ଯାହା ଏକ ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ସେଟ୍ କରେ। ଏବେ ଯେତେବେଳେ ଆମେ ଜାଣିଲେ କିପରି ସମ୍ପର୍କ ସ୍ଥାପନ କରାଯାଏ ଆଉ ତାକୁ ସୁରକ୍ଷିତ ରଖାଯାଏ, ଚାଲନ୍ତୁ ଏବେ ଦେଖିବା ଏହା କରିବାର ପ୍ରକୃତ ଫାଇଦା କ'ଣ। ଆସନ୍ତୁ ସେହି ପ୍ରଥମ ସମସ୍ୟାକୁ ଫେରିଯିବା। ଧରନ୍ତୁ, ରାମ ନାମକ ଛାତ୍ରର ନାମରେ କିଛି ଭୁଲ ଅଛି। ଯଦି ଟେବୁଲଗୁଡ଼ିକ ମଧ୍ୟରେ ସମ୍ପର୍କ ନାହିଁ, ତେବେ 3ଟି ଯାକ ଟେବୁଲରେ ଯାଇ ତାକୁ ହାତରେ ଠିକ୍ କରିବାକୁ ପଡ଼ିବ, ଯାହାକି ବହୁତ କଷ୍ଟସାଧ୍ୟ। କିନ୍ତୁ ଯଦି ସମ୍ପର୍କ ଥାଏ, ତେବେ କେବଳ ମାଷ୍ଟର ଟେବୁଲରେ ଥରେ ଠିକ୍ କରିଦେଲେ ଯାଦୁ ଭଳି ଏହା ସବୁ ସମ୍ପର୍କିତ ଟେବୁଲରେ ସ୍ୱୟଂଚାଳିତ ଭାବରେ ଠିକ୍ ହୋଇଯିବ। କେତେ ସହଜ! ତେବେ ସଂକ୍ଷେପରେ କହିବାକୁ କହିଲେ ଏହାର 4ଟି ମୁଖ୍ୟ ଲାଭ ଅଛି। ପ୍ରଥମତଃ, ଏହା ଡାଟାର ଅନାବଶ୍ୟକ ପୁନରାବୃତ୍ତିକୁ କମାଏ। ଦ୍ୱିତୀୟରେ, ଏହା ଡାଟାର ସଙ୍ଗତି ବଜାୟ ରଖେ, ଯାହାଦ୍ୱାରା କୌଣସି ଦ୍ୱନ୍ଦ୍ୱ ରହେ ନାହିଁ। ତୃତୀୟରେ, ଏହା ରେଫରେନ୍ସିଆଲ୍ ଇଣ୍ଟିଗ୍ରିଟି ମାଧ୍ୟମରେ ଡାଟାକୁ ସୁରକ୍ଷିତ ରଖେ। ଏବଂ ଚତୁର୍ଥରେ, ଏହା ଡାଟାକୁ ସବୁବେଳେ ସିଙ୍କ୍ରୋନାଇଜ୍ କରି ରଖେ, ମାନେ ଅପଡେଟ୍ ସବୁବେଳେ ଅଟୋମେଟିକ୍ ହୁଏ। ଏହିଭଳି କୌଶଳଗୁଡ଼ିକ ହିଁ ଆଜିକାଲିର ଡିଜିଟାଲ ଦୁନିଆରେ କ୍ୟାରିୟରକୁ ଏକ ନୂଆ ଦିଗ ଦେଇପାରେ। ଯଦି ଏହିଭଳି ଅଧିକ ଶକ୍ତିଶାଳୀ ଏବଂ ବ୍ୟବହାରିକ ଜ୍ଞାନ ସହଜ ଭାଷାରେ ଶିଖିବାକୁ ଇଚ୍ଛା, ତେବେ କିଛି ସମୟ ବାହାର କରି ଭୋକେସନାଲ ଓଡ଼ିଶାକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଠିକ୍ ଅଛି, ଚାଲନ୍ତୁ ଏବେ ଆମ ଆଲୋଚନାର ଶେଷ ପର୍ଯ୍ୟାୟକୁ ଯିବା। ଏବେ ଆମେ ଶିଖିଥିବା ସମସ୍ତ ଜ୍ଞାନକୁ ଏକାଠି କରିବା ଏବଂ ଦେଖିବା ଯେ ଏହାକୁ ବାସ୍ତବରେ କିପରି ପ୍ରୟୋଗ କରାଯାଇପାରିବ। ବାସ୍ତବ ପ୍ରୟୋଗ କଥା କହିଲେ ଏହା ବହୁତ ସହଜ। ଲିବ୍ରେଅଫିସ୍ ବେସ୍ରେ ଟୁଲ୍ସ ମେନୁ ଭିତରକୁ ଯାଇ ରିଲେସନଶିପ୍ ବିକଳ୍ପକୁ କ୍ଲିକ୍ କଲେ ସେଠାରେ ଏହି ସମ୍ପର୍କଗୁଡ଼ିକୁ ସହଜରେ ତିଆରି କରିହେବ। କେବଳ ଗୋଟିଏ ଟେବୁଲରୁ କମନ୍ ଫିଲ୍ଡକୁ ଟାଣି ଆଣି ଅନ୍ୟ ଟେବୁଲ ଉପରେ ଛାଡ଼ିଦେଲେ ହିଁ ସମ୍ପର୍କ ସ୍ଥାପିତ ହୋଇଯାଏ। ତେବେ ଏବେ ଯେତେବେଳେ ଟେବୁଲଗୁଡ଼ିକୁ ଯୋଡ଼ିବାର ଏହି କଳା ଜଣା, ଟିକେ ଭାବନ୍ତୁ ତ ପ୍ରଥମେ କେଉଁଭଳି ଏକ ଶକ୍ତିଶାଳୀ ଏବଂ ଦକ୍ଷ ଡାଟାବେସ୍ ତିଆରି କରିବାକୁ ଇଚ୍ଛା ହେଉଛି। ଆଜିର ଏହି ଆଲୋଚନାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏହିଭଳି ଅଧିକ ଜ୍ଞାନପୂର୍ଣ୍ଣ ବିଷୟ ପାଇଁ ଭୋକେସନାଲ ଓଡ଼ିଶା ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ପୁଣି ଦେଖାହେବ।